ଆମର କାଲି 3ଟା ରୁ 3:30 ଭିତରେ ମଙ୍ଗଳ ଆଳତି ପ୍ରକାଶ କରାଯିବ। ଆଉ ତାପରେ ସେବାୟତ ପରିବାର ଲୋକ ଉତ୍ତର ଦ୍ୱାର ପଟେ ପ୍ରଥମ ଦର୍ଶନ କରିବେ। 4ଟାରେ ସାଳମେଳା କରାଯିବ ଜନସାଧାରଣ ପାଇଁ। 12ଟାରେ ଦର୍ଶନ ବନ୍ଦ କରାଯିବ। ଛାମୁ ପରିଷ୍କାର, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଅନ୍ୟାନ୍ୟ ନୀତି ଆଗେଇ ଚାଲିବ। ଯେଉଁଭଳି ସମୟରେ ଆମର ମନ୍ଦିର ଅଫିସ୍ ସମୟ ନେଇଛି ମହାଦୀପ ଉଠିବା ପାଇଁ, ତାହା ନୀତିକାନ୍ତି ଯଦି ଠିକ୍ ଚାଲିଲା ନିଶ୍ଚୟ ସମ୍ପୂର୍ଣ୍ଣ ହୋଇପାରିବ। 10ଟାରେ ସମୟ ମନ୍ଦିର ଅଫିସ୍ ନେଇଛନ୍ତି। 10ଟାରେ ହିଁ ସବୁ ପ୍ରତିଶ୍ରୁତି ଦେଇଛନ୍ତି ନିଶ୍ଚୟ ମହାଦୀପ ଉଠିବ। ଯାହା ଡିପାର୍ଟମେଣ୍ଟକୁ ସବୁ ଟ୍ରଷ୍ଟ ବୋର୍ଡ଼ ମିଟିଂରେ ବା ସର୍କିଟ୍ ହାଉସ୍ ମିଟିଂରେ ସବୁ ଦାୟିତ୍ୱ ଦିଆଯାଇଥିଲା। ସମସ୍ତଙ୍କର ଯାହା କାର୍ଯ୍ୟ ସମସ୍ତେ ସମ୍ପୂର୍ଣ୍ଣ ନିଶ୍ଚୟ କରିବେ। ଆପଣମାନେ ଦେଖୁଥିବେ ବାହାରେ ସବୁଆଡ଼େ CCTV ଲାଗିଯାଇଛି, ବାରିକେଡ଼ ସୁବିଧା ହେଇଯାଇଛି। ବାହାରେ ବାରିକେଡ଼ରେ ଟେଣ୍ଟ ହେଇ ଲୋକମାନଙ୍କୁ ଗରମ ହେବନି, ଫ୍ୟାନ୍ ଲାଗିଛି, ତା ଭିତରେ ଲାଇଟ୍ ମଧ୍ୟ ଲାଗିଛି। ସବୁ ପ୍ରକାର ଜିନିଷ ସୁବିଧା କରାଯାଇଛି।